ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟାକାଣ୍ଡ ଘଟଣାରେ ଏବେ କ୍ରାଇମବ୍ରାଞ୍ଚ ଆଉ ଏକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ସେହି ତଦନ୍ତ ପ୍ରକ୍ରିୟା ହେଉଛି ଟାୱାର ଡମ୍ପିଂ। ଟାୱାର ଡମ୍ପିଂର ଅର୍ଥ ଘଟଣା ଦିନ ସେହି ସୌମ୍ୟଙ୍କୁ ଯେଉଁ ସ୍ଥାନରେ ହତ୍ୟା କରାଯାଇଥିଲା ସେହି ସ୍ଥାନରେ ଆଖପାଖରେ ଥିବା ମୋବାଇଲ ଟାୱାରର ଡମ୍ପିଂ କରାଯିବ। ଅର୍ଥାତ୍ ଟାୱାର ଠାରୁ କେତେ ଦୂରରେ ସେହି ଘଟଣାଟି ଘଟିଥିଲା ଆଉ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ କେତେ ଜଣ ଥିଲେ, କେତେଟା ମୋବାଇଲ ଥିଲା, ସେମାନଙ୍କର ମୋବାଇଲ ଡିଟେଲ୍ସ ନମ୍ବର ସଂଗ୍ରହ କରାଯିବ। ପରବର୍ତ୍ତୀ ସମୟରେ ଏହା ଯାଞ୍ଚ କରାଯିବ ସେହି ମୋବାଇଲ ଧାରୀ ଲୋକମାନେ ଅନ୍ୟମାନଙ୍କୁ ଡାକିଛନ୍ତି ନା ନାହିଁ, କେଉଁମାନଙ୍କୁ ସେମାନେ ଡାକିଛନ୍ତି ସେ ନେଇ ମଧ୍ୟ ସେମାନଙ୍କୁ ପଚରାଉଚରା କରାଯିବ। କ୍ରାଇମବ୍ରାଞ୍ଚକୁ ଯାହା ତଥ୍ୟ ମିଳିଛି, ସେହି ସ୍ଥାନୀୟ ଯେତେବେଳେ ଘଟଣା ଘଟିଲା ସେହି ସମୟରେ ଯେଉଁ ଅନ୍ୟ ଅପରାଧୀମାନେ ଏବେ ଅଭିଯୁକ୍ତମାନେ ଧରା ପଡ଼ିଛନ୍ତି ସେହି ସ୍ଥାନୀୟ ଅଞ୍ଚଳର ନୁହନ୍ତି। ସେମାନେ ଯେଉଁ ଆସିଥିଲେ ସେ ବଣ୍ଟି ହୁଅନ୍ତୁ, ରଞ୍ଜିତ ପାତ୍ର ହୁଅନ୍ତୁ, ବିନୋଦ ବେହେରା ଟିକୁ ହୁଅନ୍ତୁ, ସମସ୍ତେ ସ୍ଥାନୀୟ ଅଞ୍ଚଳର ନୁହନ୍ତି। କିନ୍ତୁ ସେମାନଙ୍କୁ କିଏ ଡକାଇଥିଲା ସେ ସ୍ଥାନକୁ ଏହି ଟାୱାର ଡମ୍ପିଂ ମାଧ୍ୟମରେ ହିଁ ଯାଞ୍ଚ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।